ଭାରତର ବୋଲିଂ ଫେଲ୍, ହାରିବା ରାସ୍ତାରେ ଭାରତ। ଇଂଲଣ୍ଡରେ ଚାଲିଛି ଚତୁର୍ଥ ଟେଷ୍ଟ। ଏହି ଟେଷ୍ଟ ହାରିଲେ ଭାରତ ହାତରୁ ଯିବ ସିରିଜ୍। ଦୃଢ଼ ସ୍ଥିତିରେ ଇଂଲଣ୍ଡ। ହଁ ଦର୍ଶକ ବନ୍ଧୁ, ଇଂଲଣ୍ଡର ମଞ୍ଚେଷ୍ଟରରେ ଚାଲିଛି ଚତୁର୍ଥ ଟେଷ୍ଟ। ଯେଉଁ ମ୍ୟାଚ୍ରେ ତୃତୀୟ ଦିନ ଖେଳ ଶେଷ ହୋଇଛି। ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ କରି 114 ଓଭରରେ 358 ରନ୍ କରି ଅଲଆଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ କରି ତୃତୀୟ ଦିନର ଖେଳ ଶେଷ ସୁଦ୍ଧା କ୍ରାଉଲି 84, ବେନ୍ ଡକେଟ୍ 94, ଓଲି ପପ୍ 71, ଜୋ ରୁଟ୍ 150, ବେନ୍ ଷ୍ଟୋକ୍ 77 ରନ୍ ସହାୟତାରେ ଇଂଲଣ୍ଡ 7 ୱିକେଟ୍ ହରାଇ 584 ରନ୍ କରିଛି ଏବଂ 186 ରନ୍ ଲିଡ୍ ଦେଇଛି। ଏବେ ଏହି ପଡ଼ିଆରେ ବେନ୍ ଷ୍ଟୋକ୍ 77, ଲିଆନ୍ ଡସେନ୍ 21 ରନ୍ କରି ନଟ୍ ଆଉଟ୍ ହୋଇଛନ୍ତି। ହେଲେ ଭାରତର ବୋଲିଂ ଏତେ ପ୍ରଭାବଶାଳୀ ନଥିଲା। ଗିଲ୍ ଆଣ୍ଡ କମ୍ପାନୀ 6 ଜଣଙ୍କ ବୋଲିଂକୁ ବୋଲିଂ ପାଇଁ ଦେଇଥିଲେ। ହେଲେ ସମସ୍ତ ବୋଲର 3 ଇକୋନୋମିରେ ଉପରେ ବୋଲିଂ କରିଥିଲେ। ବୁମ୍ରା ଗୋଟେ ୱିକେଟ୍ ନେଇଥିଲା ବେଳେ ପ୍ରଥମ ମ୍ୟାଚ୍ ଖେଳୁଥିବା ଅଙ୍କୁଶ କମ୍ବୋଜ 18 ଓଭର ବୋଲିଂ କରି 19 ରନ୍ ନେଇ ଗୋଟେ ୱିକେଟ୍ ନେଇଥିଲେ। ସିରାଜ ଗୋଟେ ୱିକେଟ୍, ରବୀନ୍ଦ୍ର ଜାଡେଜା 2ଟି ୱିକେଟ୍, ୱାଶିଂଟନ୍ ସୁନ୍ଦର 2ଟି ୱିକେଟ୍ ନେଇଥିଲା ବେଳେ ଯାହାଫଳରେ କି ଇଂଲଣ୍ଡ ତୃତୀୟ ଦିନ ଖେଳ ଶେଷ ବେଳକୁ 3 ୱିକେଟ୍ ହରାଇ 544 ରନ୍ କରିଛି ଏବଂ 186 ରନ୍ ଲିଡ୍ ଦେଇଛି। ଯଦି ଆଜି ଭାରତ ଇଂଲଣ୍ଡକୁ ଅଲଆଉଟ୍ କରି ବ୍ୟାଟିଂ କରେ ତାହେଲେ ଖେଳ ଆଗକୁ ଜଣାପଡ଼ିବ ଭାରତ ଜିତିବ କି ହାରିବ। କିନ୍ତୁ ଏବେ ଭାରତ ହାତରୁ ଖେଳ ଯିବା ଭଳି ଲାଗୁଛି। ଇଂଲଣ୍ଡ ଦୃଢ଼ ସ୍ଥିର ରହିଛି। ଚତୁର୍ଥ ଟେଷ୍ଟ ଯଦି ମ୍ୟାଚ୍ ହାରିଯାଏ ତାହେଲେ ଭାରତ ହାତରୁ ସିରିଜ୍ ଚାଲିଯିବ। ତେଣୁକରି ଏହି ମ୍ୟାଚ୍ ଭାରତ ପାଇଁ କର ବା ମର। ଦର୍ଶକ କମେଣ୍ଟ କରି କୁହନ୍ତୁ ଏହି ମ୍ୟାଚ୍ କିଏ ଜିତିବ? ଡ୍ର ହେବ ନା ଭାରତ ହାରିବ ନା ଇଂଲଣ୍ଡ ଜିତିବ?